ଓଡ଼ିଆ ଘରମାନେ ସପ୍ତାହକୁ 2 ଥର ବା 3 ଥର ଏ ରେସିପିଟା ଘରେ ନିଶ୍ଚିନ୍ତ ବନୁଥିବ। ତ ଚାଲନ୍ତୁ ଆମେ ଆଜି ବନେଇବା। ସେଥିପାଇଁ ଯାହା ସବୁ ପରିବା ନେଇଥିଲି ଭଲସେ ଛୋଟ ଛୋଟ କାଟି ଧୋଇ ଦେଇ ପ୍ରେସରରେ ଦେଇଦେଲି। ଲୁଣ, ହଳଦୀ, ଗୋଟେ ଟମାଟୋ ଦେଇ ବାସ୍ ଗୋଟେରୁ 2ଟା ସିଟି ଦେବା ପାଇଁ ଛାଡ଼ିଦେଲି। ଏବେ ଦେଖନ୍ତୁ ତ 2ଟା ସିଟି ପରେ ଆମ ପରିବା କେତେ ବଢ଼ିଆ ଭାବେ ସିଝି ଯାଇଛି। ତାପରେ ଆଉ କ'ଣ, ବାସ୍ ଗୋଟେ କରେଇ ନେଲି, ସେଥିରେ ଟିକେ ତେଲ ଦେଇଦେଲି। ତେଲ ତାତିଗଲା ପରେ ନା ପଞ୍ଚ ଫୁଟଣ ଦେଲି। ଫୁଟଣ ଫୁଟିଗଲା ପରେ କାଟି ରଖିଥିବା ପିଆଜ ଆଉ କଞ୍ଚା ଲଙ୍କା ପକାଇ ଟିକେ ଭାଜିଲି ଯେପର୍ଯ୍ୟନ୍ତ ପିଆଜ ହେଇଯାଇଛି। ପିଆଜ ହେଇସାରିଲା ପରେ ନା ସେଥିରେ ଯେଉଁ ଟମାଟୋ ପଡ଼ିଥିଲା ପରିବା ସିଝାରେ ସେଇଟାକୁ ଆଣି ଏଥିରେ ସ୍ମାସ୍ କରିଦେଲା ପରେ ତାପରେ ପରିବାକୁ ପକାଇଦେଲି। ଟିକେ ସମୟ ଫୁଟିଗଲା ପରେ ବାସ୍ ଘର ତିଆରି ଜିରା ଲଙ୍କା ଗୁଣ୍ଡ ଟିକେ ପକାଇ ଫାଇନାଲ୍ ଟଚ୍ ଦେଇଦେଲି। ସତରେ ଏ ରେସିପିଟା ନା ଖାଇବାକୁ ଯେତେ ଟେଷ୍ଟି ଲାଗେ ଦେହ ପାଇଁ ବି ବହୁତ ସୁସ୍ଥକର। ରେସିପିକୁ ଦେଖିଲା ପରେ ତ ରେସିପିର ନାଁ କହିବାକୁ ପଡ଼ିବନି, ଆପଣମାନେ ଜାଣିପାରୁଥିବେ। ତଥାପି ବି ମୁଁ କହିଦେଉଛି, ଏଇଟା ହେଉଛି ଆମ ଓଡ଼ିଆ ଘରର ଫେମସ୍ ସନ୍ତୁଳା। এই ରେସିପିକୁ ଥରେ ଘରେ ଟ୍ରାଏ କରନ୍ତୁ ଆଉ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜାଣିବେ। ଆଉ ଯଦି ରେସିପିଟି ଭଲ ଲାଗିଛି ଯିବା ଆଗରୁ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।